ଦେଖନ୍ତୁ ଆଜି ମୁଁ ଖାଦ୍ୟ ଖାଇଦେଲି ଅଧଘଣ୍ଟା ଘଣ୍ଟାଏ ଭିତରେ କଣ ହବ ମୋ ସ୍ୱାସ୍ଥ୍ୟ ଅବସ୍ଥା କିଛି ଜଣା ନାହିଁ। ଏଇଟା ହାଇଜେନିକ ମେଣ୍ଟେନ ହଉନି। ଖାଦ୍ୟରେ ଏମିତି ବାରମ୍ବାର ବାହାରୁଛି। ଆଜି ବିଛା ବାହାରିଲା, କୋଉଦିନ ଅସରପା ନଣ୍ଡି ବାହାରୁଛି କାଲିରୁ। ତେଣୁକରି ଏଇଟା ଠିକ ଭାବରେ ହଉନି। ପିଲା ଭାବୁଥିଲେ କି ସରକାର ଭଲ ପାଇଁ କରିଛନ୍ତି, କିନ୍ତୁ ଏଇ ସଂସ୍ଥା ଯଦି ଏମିତି କରିବ ସରକାର କଣ ଭୁଲ ହେଲା। ତେଣୁ ସରକାର ଏଠି ପଦକ୍ଷେପ ନେବା ଦରକାର। ଏଇଠି ଷ୍ଟେଟ ଲାଇବ୍ରେରୀରେ ବହୁତ ସାରା ପିଲା ପାଠ ପଢୁଛନ୍ତି। ଆମେ ମଧ୍ୟାହ୍ନ ଭୋଜନ ପାଇଁ ଡିପେଣ୍ଡେବୁଲ। ଆଉ ଏମିତି ବାହାରିଲେ ଆମେ କଣ କରିବା? ନିଜ ସ୍ୱାସ୍ଥ୍ୟ କଥା ଚିନ୍ତା କରିକି ଆଜି ଦେଖନ୍ତୁ ବହୁତ ପିଲା ଏଠି ଖାଦ୍ୟ ସବୁ ଫୋପାଡିଛନ୍ତି। ଆମେ ଟିକେଟ ଧରିଛୁ ଖାଇବୁ କି ନାହିଁ। ଆମେ ଆଜି ଟିକେଟ ଧରିଛୁ, ଆମେ ଡର ମାଡୁଛି ଏଠି ଖାଇବୁନି। ଆମେ କଣ ଖାଇବୁ? ଏ ତ ବାହାରିଲାଣି ନା, ବିଛା ବାହାରିଲାଣି, କୋଉଦିନ ସାପ ବାହାରିବ। ଏଇଆ ହେଲା କଥା। ଏଠି କହିଲା ବେଳକୁ କୌଣସି କର୍ତ୍ତୃପକ୍ଷ ଏଠି ଶୁଣୁନାହାନ୍ତି। କହୁଛନ୍ତି ଆମେ ଫୋନ କରୁଛୁ। ଆରେ ଫୋନ କରୁଛନ୍ତି, ପିଲାର କଣ ହବ? ଏବେ ଏବେ କର୍ତ୍ତୃପକ୍ଷ ଗୋଟେ ପିଲା ତା ବାପା ତା ପୁଅ ଦେବେ କି? ତେଣୁକରି ଏଠି ଶୁଣୁନାହାନ୍ତି। ତେଣୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ କି ୟା ଉପରେ ସେମାନେ ଯିଏ ଖାଦ୍ୟ ଡିଷ୍ଟ୍ରିବ୍ୟୁଟ କରୁଛି ସେ ସଂସ୍ଥାକୁ ଦେଖିବା କଥା। ସେଠି ରୋଷେଇଟା ହାଇଜେନିକ ହଉଛି ନା ନାହିଁ, ସେଠି କେମିତି କଣ ରୋଷେଇ, ପରିବା ଧୁଆ ହଉଛି ନା ନାହିଁ। ପ୍ରାୟ ସମୟ ପଚରା ଆଳୁ ବାହାରୁଛି। ଆଉ ଆଜି ତ ବିଛା ବାହାରିଲା, ଆଳୁ ବାହାରୁଛି, ପରିବା ସବୁ ପଚରା ଏକା ବାହାରୁଛି। ତେଣୁ ଭଲ ଠିକ ପଇସା ଦିଆ ହଉଛି, ଗଭର୍ଣ୍ଣମେଣ୍ଟ ଠିକ ପଇସା ଦଉଛି, କିନ୍ତୁ ଯେ ସଂସ୍ଥା ନଉଛି ସେ ସଂସ୍ଥା ହିଁ ଏମିତି ଖରାପ ଖାଦ୍ୟ ଦଉଛି ଆମକୁ। ଖାଇ ଖାଉଥିଲେ ତାଙ୍କ ଖାଇବାରେ ଗୋଟେ ପୋକ ବାହାରିଲା। ତ ଏଇଟା ଦେଖିପାରୁଥିବେ, ଏଇଟା ଆପଣ ଟିକେ କ୍ୟାମେରା ଟିକେ ଦେଖିବାକୁ। ତ ମୋ କହିବା କଥା ହେଲା, ଖାଇବା ଯେତିକି ଆସୁଛି ଆମର ତାକୁ ଟିକେ ସଫାସୁତୁରା କରିକି ତାକୁ ଟିକେ ସାନିଟେସନ ଧ୍ୟାନ ରଖିକି ଦିଆଯିବା ଦରକାର। କାରଣ ଏଠି ବହୁତ ପିଲା ଖାଉଛନ୍ତି, ଆଉ ସମସ୍ତେ ଆସୁଛନ୍ତି ପାଠ ପଢିବା ପାଇଁ, ଆଉ ସମସ୍ତେ ପ୍ରାୟ ଗରିବ ପିଲା, ହେଇଥିପାଇଁ ତ ସମସ୍ତେ 5ଟା ମିଲ୍ ଖାଉଛନ୍ତି। ତ ମୋ କହିବା ହିସାବରେ ଯଦି ଆମକୁ ଦିଆ ହଉଛି, ଏଟା ଗଭର୍ଣ୍ଣମେଣ୍ଟ ତରଫରୁ ଆସୁଛି, କମ ସେ କମ ଟିକେ ସାନିଟାରୀ ଧ୍ୟାନ ରଖିବା ଦରକାର। ଜଣାଶୁଣା ଭିତରେ ଆଜି ହିଁ ପ୍ରଥମ ଥର ବାହାରିଛି। ଆଗରୁ ତ ମୁଁ ଯେତିକି ଥର ଖାଇଛି ଏମିତି କେବେ ବାହାରିନି, ବଟ୍ ମୁଁ ଜାଣିନି, ମୁଁ ଆଜି ହିଁ ପ୍ରଥମ ଥର ମୁଁ ଜାଣିଲି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।